ବର୍ତ୍ତମାନ ୱାନ୍ ୱାର୍ଡ ବାଲା ଡିସ୍କସନ୍ କରିବା କ୍ୱେଶ୍ଚିନ୍। ଏନ୍ଇପି 2020 ଅନୁଯାୟୀ ବୃତ୍ତିମୂଳକ ଶିକ୍ଷା କେଉଁ ସ୍ତରରୁ ଆରମ୍ଭ ହେବ? ପ୍ରାଥମିକ। ତାପରେ ବୃତ୍ତିମୂଳକ ଶିକ୍ଷା ପିଲାମାନଙ୍କୁ କଣ ଶିଖାଏ? କୌଶଳ। ମାତୃଭାଷାରେ ବୃତ୍ତିମୂଳକ ଶିକ୍ଷା ଦିଆଯାଇଥାଏ। ବୃତ୍ତିମୂଳକ ଶିକ୍ଷାର ଲକ୍ଷ୍ୟ ହେଉଛି କଣ? ରୋଜଗାର। ବୃତ୍ତିମୂଳକ ଶିକ୍ଷା କେଉଁ ପଦ୍ଧତିରେ ଦିଆଯିବ? କ୍ରିୟାତ୍ମକ। ବୃତ୍ତିମୂଳକ ଶିକ୍ଷା ପିଲାମାନଙ୍କର କଣ ବିକଶିତ କରେ? ସାମର୍ଥ୍ୟ। ବୃତ୍ତିମୂଳକ ଶିକ୍ଷା କେଉଁ ଆଇନ ଅନ୍ତର୍ଭୁକ୍ତ? ଏନ୍ଇପି। ବୃତ୍ତିମୂଳକ ଶିକ୍ଷା ଜୀବନରେ କୌଶଳ ଶିଖାଏ। ବୃତ୍ତିମୂଳକ ଶିକ୍ଷା ପାରମ୍ପରିକ କଣ ସଂରକ୍ଷଣ କରିଥାଏ? ଶିଳ୍ପ। ବୃତ୍ତିମୂଳକ ଶିକ୍ଷାର କଣ ବିକାଶ କରେ? ସମତା। ବୃତ୍ତିମୂଳକ ଶିକ୍ଷା ନିପୁଣ ଭାରତ ମିଶନ କେଉଁ ଦକ୍ଷତା ଉନ୍ନୟନ କରେ? ଏଫ୍ଏଲ୍ଏନ୍। ଏଫ୍ଏଲ୍ଏନ୍ କେଉଁ ଦୁଇ କ୍ଷେତ୍ରକୁ ସମ୍ପୃକ୍ତ କରେ? ସାକ୍ଷରତା ଓ ସାଂଖ୍ୟିକତା। ଏନ୍ଇପି 2020 ଅନୁଯାୟୀ ଏଫ୍ଏଲ୍ଏନ୍ ପାଇଁ କେଉଁ ଭାଷା ଗୁରୁତ୍ୱପୂର୍ଣ୍ଣ? ମାତୃଭାଷା। ଏଫ୍ଏଲ୍ଏନ୍ ଶିକ୍ଷଣ ପାଇଁ କେଉଁ ପଦ୍ଧତି ଉପଯୁକ୍ତ? ଖେଳ। ଏଫ୍ଏଲ୍ଏନ୍ ହାସଲ କରିବାର ମୁଖ୍ୟ ସମୟ ସୀମା ହେଉଛି ଶ୍ରେଣୀ ତୃତୀୟ। ଏଫ୍ଏଲ୍ଏନ୍ କେଉଁ ଆଇନ ଅନ୍ତର୍ଭୁକ୍ତ? ଏନ୍ଇପି। ଏଫ୍ଏଲ୍ଏନ୍ ଶିକ୍ଷାର ମୂଳ ଭିତ୍ତି ହେଉଛି ମୌଳିକତା। ଆର୍ଟିଇ ଆଇନ କେବେ ଲାଗୁ ହୋଇଥିଲା? 2010 ରେ। ଏସ୍ଏସ୍ଏ ର ପୂର୍ଣ୍ଣ ରୂପ ସର୍ବଶିକ୍ଷା ଅଭିଯାନ। ଆର୍ଟିଇ ଆଇନ ଅନୁଯାୟୀ ଶିକ୍ଷା କଣ? ମାଗଣା ଆଉ ବାଧ୍ୟତାମୂଳକ। ସମଗ୍ର ଶିକ୍ଷା ଅଭିଯାନ କେଉଁ ଯୋଜନାକୁ ଏକୀକୃତ କରେ? ଏସ୍ଏସ୍ଏ। ୟୁଇ ହାସଲରେ ମୁଖ୍ୟ ଅବରୋଧ ହେଉଛି ଦାରିଦ୍ର୍ୟ। ଆର୍ଟିଇ ଆଇନ କେଉଁ ବୟସ୍କ ପିଲାଙ୍କୁ ଲକ୍ଷ୍ୟ କରେ? 6 ରୁ 14। ସମଗ୍ର ଶିକ୍ଷା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ କଣ? ସର୍ବାଙ୍ଗୀନ ବିକାଶ। ସମଗ୍ର ୟୁଇ ର ମୁଖ୍ୟ ସୂଚକ କଣ? ନାମ ଲେଖା। ଆର୍ଟିଇ ଅନୁଯାୟୀ ଛାତ୍ର ଓ ଶିକ୍ଷକଙ୍କର ଅନୁପାତ 30:1 ହେବା ଦରକାର। ଏଫ୍ଏଲ୍ଏନ୍ ର ପୂର୍ଣ୍ଣ ରୂପ ଫାଉଣ୍ଡେସନାଲ ଲିଟରେସି ଆଣ୍ଡ ନ୍ୟୁମେରସି। ଏଫ୍ଏଲ୍ଏନ୍ କେଉଁ ପର୍ଯ୍ୟାୟରେ ଲକ୍ଷ୍ୟ କରାଯାଏ? ପ୍ରାଥମିକ। ଏଫ୍ଏଲ୍ଏନ୍ ର ମୁଖ୍ୟ ଉଦ୍ଦେଶ୍ୟ କଣ? ମୌଳିକତା। ନିପୁଣ ଭାରତ ମିଶନ କେଉଁ ଦକ୍ଷତା ଉନ୍ନୟନ କରେ? ଏଫ୍ଏଲ୍ଏନ୍। ଶିଶୁଟିଏ ପ୍ରଥମେ କାହାକୁ ଚିହ୍ନିଥାଏ? ତା ମାଆକୁ। ପିଲାମାନେ କଣ ଖେଳି ଖେଳି ଗଣିତ ଶିଖନ୍ତି? ଗଣିତ କାଠି। ବାଳବୋଧ ଶ୍ରେଣୀରେ କେଉଁ ରଙ୍ଗର କାଗଜ ବ୍ୟବହାର ଅଧିକ ହୁଏ? ରଙ୍ଗୀନ। ଶିକ୍ଷକଙ୍କୁ ଶୁଣି ପିଲାଏ କଣ କରନ୍ତି? ଅନୁକରଣ। ପାଠଶାଳାରେ ସବୁଠୁ ମିଠା ଶବ୍ଦ କଣ? ଛୁଟି ଦିନ। ପ୍ରିପାରେଟରୀ ଶ୍ରେଣୀରେ ପିଲାମାନେ କଣ ଧରି ଲେଖା ଶିଖନ୍ତି? ପେନସିଲ। ଶିକ୍ଷୟିତ୍ରୀ କହିଲେ ପିଲାଏ କଣ କରନ୍ତି? ବସନ୍ତି। ପିଲାଙ୍କ ପାଇଁ ପାଠଶାଳାର ପ୍ରଥମ ପାଠ ହେଉଛି ନମସ୍କାର। ପିଲାଏ କାନ୍ଦିଲେ ଶିକ୍ଷୟିତ୍ରୀ କଣ ଦେଇ ଶାନ୍ତ କରିଥାନ୍ତି? ମିଠେଇ। ବର୍ଣ୍ଣମାଳା ଶିଖିବା ପାଇଁ କେଉଁ ଜିନିଷ ବ୍ୟବହାର ହୁଏ? ବର୍ଣ୍ଣ ଫଳକ। ତ ଏ ଥିଲା 40ଟା କ୍ୱେଶ୍ଚିନ୍ ଆଉ ଏଥର ଆନ୍ସର ମଧ୍ୟ ତଳେ ରହିଅଛି। ତାପରେ ଖ ବିଭାଗରେ ରହୁଛି ତୁମର 2 ନମ୍ବର ସମ୍ବଳିତ
ପ୍ରଶ୍ନୋତ୍ତର ପ୍ରାଥମିକ ଶିକ୍ଷାର ସାର୍ବଜନୀକରଣ ୟୁଇର ମୁଖ୍ୟ ଉଦ୍ଦେଶ୍ୟ ସୂଚକ ଏହା ହାସଲ କରିବା ପାଇଁ କେଉଁ ପ୍ରୟାସ ଗୁଡ଼ିକ କରାଯାଇଛି ସଂକ୍ଷେପରେ ବର୍ଣ୍ଣନା କର। ଏସବୁ କୋଶ୍ଚିନ୍ ଖ ବିଭାଗ ଆଉ ଗ ବିଭାଗ ଆମେ ପରେ ଡିସ୍କସନ୍ କରିବା। ଘ ବିଭାଗ ମଧ୍ୟ ଅଛି ଏହାର 8 ନମ୍ବର ସମ୍ବଳିତ। ଏଗୁଡ଼ା ତୁମେମାନେ ନିଜେ ବି ଚାହିଁଲେ ସଲ୍ଭ କରିପାରିବ।